ବର୍ଷ ପୂର୍ବରୁ ଏ ପଦ ଗାଉଥିଲେ ଆଉ ମନେ ନାହିଁ ଆଉ ମନେ ନାହିଁ ଆମେ ତ ହେ ହା କରୁ କରୁ ବେଳ ଗଲା ପଦ କେତେବେଳେ ଖୋଜିବୁ ଅଚ୍ୟୁତାନ ନା ତାଳ ଭାଙ୍ଗିବ ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ସେଥିରୁ ଯୋଉ ମଦ ତିଆରି ହେଲା ସେ ମଦ କିଏ ପିଇଥିଲେ ପୁଅ ଅଚ୍ୟୁତାନନ୍ଦ କହିଲେ ବୋଲେ କିଛି ପିଇଥିଲେ କାଶୀ କିଛି ପିଇଥିଲେ ଶଙ୍କର ଭଗବାନ କିଛି ପିଇଥିଲେ ଦେବର୍ଷି ନାରଦ ଆଉ କଳି ଯୁଗକୁ ଯୌଥକ ରହିଲା ସେତକ ଚୈତନ୍ୟ ମହାପ୍ରଭୁ ବାଣ୍ଟି ଦେଲେ ରେ ସେ ମଦଟା କି ପ୍ରକାର ମଦ କିରେ ପୁଅ କହିଲେ ସନ୍ଧ ଭୀମ ଭୋଇ କଣ କହିଲେ ସେ ମଦ କି ମଦ ମାନସ ଆନନ୍ଦେ ନାମ ଆନନ୍ଦେ ନାମ ସେ ତମେ ବିହାର ଆନନ୍ଦେ ନାମ ଆନନ୍ଦେ ନାମ ତମେ ବିହାର କପିଳ ତାହା ହଉଛି ନାମ ରୂପକ ମଦ ଯିଏ ପିଇଛି ସିଏ ଜାଣିଛି ଯିଏ ନ ପିଇଛି କୁଆଡେ ଜାଣିବ ତେଣୁ ସେଇଥିପାଇଁ ଭଗବାନ କୃଷ୍ଣ କହିଲେ ଯେମିତି କେମିତି ଅଛି କି ନାହିଁ ନିଜ ଦେହି ଉଭୟ ମତ ନ ଜାଣୁ ଯେତେବେଳେ ଜୀବ ନିଜକୁ ଭୁଲିଯାଏ ସଂସାରକୁ ଭୁଲିଯାଏ ସେତେବେଳେ ପ୍ରଭୁଙ୍କୁ ପାଇଯିବ ରେ ଦଣ୍ଡକାରଣ୍ୟରେ ବୁଲୁଥିଲେ ଋଷିମାନେ ଦେଖିଥିଲେ ରାମ ଲକ୍ଷ୍ମଣ ସୀତା 3 ଜଣ ଯାଇ ଚାଲୁଛନ୍ତି ରାମଙ୍କ ଉପରେ ଦୃଷ୍ଟି ପଡା ଲାଗି ରହିଲା ଚିନ୍ତା କଲେ କେମିତି ଆମେ ରାମଙ୍କୁ ପାଇବୁ ଏମାନେ ପୁରୁଷ ହୋଇ ବ୍ରହ୍ମଚାରୀ ହୋଇ ତପସ୍ୟା ହୋଇ ରାମଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଚାହିଁଲେ ବୁଝିହେଲା କାହିଁକି ତାଙ୍କ ନାଁ ରାମ ହେଇଥିଲା ରମୟତି ରାମ କହିବା କଥା ସେଇ ଦିନଠୁ ରାମ ନାମ ସୃଷ୍ଟି ହେଲା ତା ପୂର୍ବରୁ ରାମ କେହି ନଥିଲେ ରାମ ସୃଷ୍ଟି ତା ପୂର୍ବରୁ ରାମ ନାହାନ୍ତି କି ତା ଆଗରୁ ଆଉ ନାହାନ୍ତି ଯୋଉଦିନ ଦଶରଥ ନନ୍ଦନ ରାମ ଜନ୍ମ ହେଲେ ତା ପୂର୍ବରୁ ରାମ କେହି ନଥିଲେ କି ରେ ନା ଥିଲେ ରାମ ପ୍ରମାଣ ଏକଥା ପ୍ରମାଣ କଲେ ସନ୍ଥ ଗୋସ୍ୱାମୀ ତୁଳସୀଦାସ କଣ କହିଲେ ରାମଚରିତ ମାନସରେ ବାବୁଲି କହିଲେ ବନ୍ଦଉ ରାମ ନାମ ରଘୁବର କୋ 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 ହେତୁ ଭାନୁ ଭାନୁ ହିମ ହେତୁ ଭାନୁ ଭାନୁ ହିମ ଖାଲି ରାମ ନାମକୁ ଯଦି ଟିକେ ଅର୍ଥ କରିଦେବା ତାହେଲେ କେତେ ରାମ ଅର୍ଥ ପଳେଇ ଆସିବ ରାମ ନାମକୁ ଅର୍ଥ କରିବା ପାଇଁ ଗଲେ ରାମ ନାମକୁ ବିତ୍ପତ୍ତି କରିବା ପାଇଁ ଗଲେ କେମିତି ହୁଏ ଓଡିଆ ବ୍ୟାକରଣରେ କେତୋଟି ଅକ୍ଷରକୁ ମିଶିକି ରାମ ନାମ ସୃଷ୍ଟି ହେଇଛି ର ଯୁକ୍ତ ଆ ଯୁକ୍ତ ମ ସମାନ ରାମ ଯଦି ର ଯୁକ୍ତ ଆ ଯୁକ୍ତ ମ ସମାନ ରାମ ର ଅର୍ଥ କଣ ଆ ଅର୍ଥ କଣ ମୋ ଅର୍ଥ କଣ ବାଲ୍ମୀକି ଲେଖିଲେ ଶ୍ରୀରାମ ତାପିନୀରେ ରକାରେ ଅଗ୍ନି ବୀଜସ୍ୟ ଆକାର ସୂର୍ଯ୍ୟ ବୀଜସ୍ୟ ରକାରେ ଚନ୍ଦ୍ର ବୀଜସ୍ୟ ରାମ ନାମ ଇତି ସ୍ମୃତ ତିନିଟି ଅକ୍ଷରକୁ ନେଇ ରାମ ନାମ ସୃଷ୍ଟି ହେଲା ର ଆ ମ ଯଦି 3 ଅକ୍ଷରକୁ ନେଇ ସୃଷ୍ଟି ହେଲା ରାମ ର ଅର୍ଥ କଣ ଆ ଅର୍ଥ କଣ ମୋ ଅର୍ଥ କଣ ତା ଅର୍ଥ ଶ୍ରୀରାମ ତାପିନୀରେ ବାଲ୍ମୀକି କହିଲେ କଣ କହିଲେ କପିଳ ଯଦି ବାଲ୍ମୀକିଙ୍କ ନାମ ଆସିବ ବାଲ୍ମୀକି ରାମାୟଣ ଲେଖିଛନ୍ତି ଆମେ ସମସ୍ତେ ଜାଣିଛନ୍ତି ଠିକ କେତେ ଖଣ୍ଡ ରାମାୟଣ ଲେଖିଛନ୍ତି କେତେ ଖଣ୍ଡ 7 ଖଣ୍ଡ ଲେଖିଛନ୍ତି କେତେ ଖଣ୍ଡ 7 କାଣ୍ଡ 7 ଖଣ୍ଡ ନୁହଁ 7 କାଣ୍ଡ
ବାଲ୍ମୀକି ଆଜ୍ଞା କୋଉଠୁ କୋଉ ଯାଏ ଲେଖିଲେ? କୋଉଠୁ ରାମ ଜନ୍ମ ହେଲେ ରାବଣକୁ ମାଇଲେ ସଇଲା ଆଉ କଣ ଆଉ କୋଉଠୁ ରହିଲା ଆଦ୍ୟ କାଣ୍ଡରୁ ଆରମ୍ଭ ହେଲା ଲଙ୍କା କାଣ୍ଡରେ ଶେଷ କଲେ ଶେଷ ଠିକ ବାଲ୍ମୀକି। ଆଜ୍ଞା ତାପରେ ଲଙ୍କା କାଣ୍ଡରୁ ଆରମ୍ଭ ହେଲା ଆଉ ଗୋଟିଏ ରାମାୟଣ। ସାର୍ ଆଉ ଗୋଟେ ରାମାୟଣ ତାକୁ କିଏ ଲେଖିଲେ? କିଏ ଭବଭୂତି। ଆଜ୍ଞା ତା ନାଁ ହେଲା ଉତ୍ତର ରାମଚରିତ। ଆଜ୍ଞା ଉତ୍ତର ରାମଚରିତ ଯୋଉଠି ସରିଲା ସରିଗଲା ସେଇଠୁ ଆରମ୍ଭ ହେଲା ଆଉ ଖଣ୍ଡିଏ ରାମାୟଣ। ଆଉ ଗୋଟେ ରାମାୟଣ ଆଜ୍ଞା ଉତ୍ତର ରାମଚରିତ ସରିଲା କୋଉଠି? କୋଉଠି ଆଜ୍ଞା ଉତ୍ତର ରାମଚରିତ ସରିଲା ହଁ ସୀତାଙ୍କର ପାତାଳ ଗମନ ପରେ। ବାସ୍ ସୀତାଙ୍କର ପାତାଳ ଗମନ ପରେ ଗୋଟିଏ ରାମାୟଣ ସରିଗଲା, ସେ ହେଲା ଉତ୍ତର ରାମଚରିତ। ଆଜ୍ଞା ଆଚ୍ଛା, ସୀତାଙ୍କର ପାତାଳ ଗମନ ପରେ ଆଉ ରାମାୟଣ ଅଛି କି? ଆଉ ନାହିଁ ଆଜ୍ଞା ଅଛି। ଅଛି ବାଲ୍ମୀକି ଲେଖିଲେ। ହଉ ପ୍ରଥମଟି ଲେଖିଲେ ବାଲ୍ମୀକି, ଆଜ୍ଞା ଶେଷଟି ଲେଖିଲେ ବାଲ୍ମୀକି। ବାଲ୍ମୀକି। ତା ନାଁଟି କଣ କହିଲୁ? କଣ ଆନନ୍ଦ ରାମାୟଣ। ଆଜ୍ଞା ତା ନାଁଟି ହେଲା ଆନନ୍ଦ ରାମାୟଣ। ଆନନ୍ଦ ରାମାୟଣ ଯୋଉଠି ରାମ, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଚାରି ଜଣ ଯାକ ଦେହ ତ୍ୟାଗ ପର୍ଯ୍ୟନ୍ତ କଥା ଯାଇଛି। ଆଜ୍ଞା ତାହା ବାଲ୍ମୀକି ଲେଖିନାହାନ୍ତି। ନାଇଁ ତାହେଲେ ପ୍ରଥମ ରାମାୟଣରେ ବାଲ୍ମୀକି ଲେଖିନାହାନ୍ତି, ଦ୍ୱିତୀୟ ରାମାୟଣ ଉତ୍ତର ରାମଚରିତ ଭିତରେ ତାହା ଭବଭୂତି ଲେଖିନାହାନ୍ତି। ତାହା ଲେଖିଲେ 3 ନମ୍ବର ରାମାୟଣ ଆନନ୍ଦ ରାମାୟଣରେ ବାଲ୍ମୀକି। ଆଜ୍ଞା ଇଏ ଗଲା 3 ଖଣ୍ଡ ରାମାୟଣ। ଗଲା ବାଲ୍ମୀକି ଆଉ ଗୋଟିଏ ରାମାୟଣ ଲେଖିଲେ। ସାର୍ ଆଉ ଖଣ୍ଡେ ସେ ତାହା ରାମାୟଣ ଯଦିଓ ନୁହେଁ, ବାସ୍ ବାସ୍ ତାହା ହେଉଛି ମନ୍ତ୍ର। ମନ୍ତ୍ର ତାହା ହେଉଛି ଏକ ମନ୍ତ୍ର। ଆଜ୍ଞା ସେ ମନ୍ତ୍ରର ନାମକୁ ରଖିଛନ୍ତି, ଗ୍ରନ୍ଥର ନାମକୁ ରଖିଛନ୍ତି ଶ୍ରୀରାମ ତାପିନୀ। ଆଜ୍ଞା ସେଇଥିରେ ଲେଖିଦେଲେ କଣ ରକାରେ ଅଗ୍ନି ବୀଜସ୍ୟାତ୍ ଆକାର ସୂର୍ଯ୍ୟ ବୀଜଶ୍ଚ ମକାର ଚନ୍ଦ୍ର ବୀଜସ୍ୟ ରାମ ନାମ ଇତି ସ୍ମୃତଃ। ବର୍ଣ୍ଣର ଅର୍ଥ ହଉଛି ଅଗ୍ନି, ଆ ବର୍ଣ୍ଣର ଅର୍ଥ ହଉଛି ସୂର୍ଯ୍ୟ, ହଁ ମ ବର୍ଣ୍ଣର ଅର୍ଥ ହଉଛି ଚନ୍ଦ୍ର। ଚନ୍ଦ୍ର ତା ମାନେ ଆଜ୍ଞା ତିନୋଟି ଶକ୍ତିରେ ଗୋଟିଏ ନାମ ସୃଷ୍ଟି। ଆଜ୍ଞା ଅଗ୍ନି, ହଁ ସୂର୍ଯ୍ୟ, ହଁ ଚନ୍ଦ୍ର। ଚନ୍ଦ୍ର ତିନୋଟି ଶକ୍ତି, ଆଜ୍ଞା, ଆଜ୍ଞା। ତିନୋଟି ବୀଜ, ହଁ ଗୋଟିଏ ନାମ, ନାମ। ତାହା ହଉଛି ରାମ। ଆଜ୍ଞା ଇଏ ଗଲା ପ୍ରଥମ ଅର୍ଥ। ଗଲା। ଯଦି ଦ୍ୱିତୀୟ ଅର୍ଥକୁ ଯିବା ଚାଲନ୍ତୁ ତାହେଲେ ଯୁଗ କେତେ? ସାରେ ଯୁଗ ଚାରି ହଁ, ଚାରି ଯୁଗ କଣ କଣ? ସତ୍ୟ ତ୍ରେତୟା ଦ୍ୱାପର କଳି। ଇଏ 4 ଯୁଗ। ଆଜ୍ଞା ଯଦି ଏ କଳି ଯୁଗକୁ ବାଦ ଦେଇ ଦେବା ଆମେ ତା ପୂର୍ବ କଥାକୁ ଟିକେ ଚିନ୍ତା କରିବା। ଆଜ୍ଞା। କେତୋଟି ଯୁଗ ରହିଲା? ଆଉ ତିନି କଣ କଣ? ସତ୍ୟ ତ୍ରେତୟା ଦ୍ୱାପର 3 ଯୁଗଟି। ଆଜ୍ଞା। ଏ 3 ଯୁଗେ ରହିଥିଲା 3 ଗୋଟି ବଂଶ। 3 ବଂଶେ ରହିଥିଲା ରାମଙ୍କର ବଂଶ। ଯୁଗ 3 ବଂଶ 3 ରାମ କେତେ ଖାଲି ହିସାବ କର। ଯୁଗ 3 କିଏ କିଏ? ପ୍ରଥମ ଯୁଗ ପ୍ରଥମ ଆଦ୍ୟ ଯୁଗ ହେଲା ସତ୍ୟ ରେ ଦିନର ଯାହା ଶୁଣିଥିଲି ମା 600 କିଲୋ। ହଉ ଭଗବାନ ମଙ୍ଗଳ କରନ୍ତୁ ତୋର। ଆଉ ଆସିବୁନି ଦେଲୁ ଚାମର ଦେଇଦିଏ ତୋ ଉପରେ ଟିକେ। ଭଗବାନ ମଙ୍ଗଳ କରନ୍ତୁ। ନିଦ ହେଲାଣି, ଯା ଶୋଇ ପଡ଼ିବୁ, ଯା ଯା ଯା। ରହ, କାହିଁ ଭଲ ଭଲ ହଉଛି? ତୁ ତ ଆଜି ଆସିକିରି କଲା ଭଲ ହଉଛି ଆଉ। ପାଲା ଏତେ ଗାଇଲା ଯେ ଶେଷ ବେଳକୁ ପଇସା ଏତେ ହେଲା, କଲା ମୁଁ ଖାଇବି ରେଷ୍ଟ ନେବି। କହୁନାହାନ୍ତି 5 ଗାଡ଼ି ଇଟା ପକେଇଛି। ହଁ, ପଇସା କୋଉଠୁ ଆସିଲା? ପଇସା ଏଇ ପାଲାରୁ ସବୁ ଯାଉଛି। ମାନେ ପାଲା ଏତେ ହେଲା। ମୁଁ ତ ଜବାବ ଦଉଛି ନା, ଗାୟକ ଜବାବ ଦଉଛି। ଯଦି ଗାୟକ ନ ଗଲା କୋଉ ମଞ୍ଚକୁ ଗାଳି ଶୁଣିବ କିଏ? ଗାୟକ ନା ପାଳିଆ ଶୁଣିବେ। ଆମର କଣ ଦଉଛି? ଆମେ ଖାଇବି ସବୁ ଭଦ୍ର ଲୋକ ଆମେ। ମୁଁ ଯଦି 30 ରାତି ପାଲା ରଖିଦେଲି, ସିଏ 20 ରାତି ଗଲା ପାଲା ଗାଇକି ତାଙ୍କ ଭିତରେ କଥାବାର୍ତ୍ତା ହଉଛନ୍ତି। ଆରେ ତୁ ଯା ଠିକ, ମୁଁ ଯାଉଛି 4 ଦିନ ଘରେ ରହିବି। ପୁଣି ସିଏ ଆସିଲା ପରେ ଆଉ ଜଣେ କହୁଛି ମୁଁ ଯାଉଛି 4 ଦିନ ଘରେ ରହିବି। କିନ୍ତୁ ମୁଁ ତ ଗାଇକା ମରୁଛି ଆଉ କଣ? ରହ, ଯୁଗ ହେଲା 3। ଆଜ୍ଞା ଯୁଗ 3 ଯୁଗରେ 3 ବଂଶ। ବଂଶ 3ଟି ଯୁଗ ସତ୍ୟ ତ୍ରେତୟା ଦ୍ୱାପର। ଆଜ୍ଞା। ଇଏ 3ଟି ଯୁଗରେ 3ଟି ବଂଶ। ବଂଶ। ଆଗ ଆସିଲା ସତ୍ୟ ଯୁଗ। ଆଜ୍ଞା। ସତ୍ୟ ଯୁଗରେ ହଁ। ଗୋଟିଏ ବଂଶ ଥିଲା।
ବଂଶ ଗୋଟେ ସତ୍ୟ ଯୁଗରେ ଗୋଟିଏ ବଂଶ ଥିଲା ଆଜ୍ଞା, ବଂଶ ସୃଷ୍ଟି ହେଲା ସେ ବଂଶଟା ସତ୍ୟ ଯୁଗରେ ଆଜ୍ଞା। ତା ନାଁଟା ହଉଛି ଅଗ୍ନି ବଂଶ ଅଗ୍ନି ବଂଶ ହେଲା ଆଜ୍ଞା ସତ୍ୟ ଯୁଗର ପ୍ରଥମ ବଂଶ ହେଲା ଅଗ୍ନି ବଂଶ ଆଜ୍ଞା ଅଗ୍ନି ବଂଶଟା ତ୍ରେତୟା ଯୁଗ ପର୍ଯ୍ୟନ୍ତ ରହିଲା ରହିଲା ଯେତେବେଳେ ସତ୍ୟ ଯୁଗରେ ସୃଷ୍ଟି ହେଇଥିବା ଅଗ୍ନି ବଂଶ ଆଜ୍ଞା ତ୍ରେତୟା ଯୁଗ ପର୍ଯ୍ୟନ୍ତ ରହିଲା ହଁ। ସେ ତ୍ରେତୟା ଯୁଗରେ ଅଗ୍ନି ବଂଶରେ ଜନ୍ମ ହେଲେ ପରା 5 ଜଣ ରାମରେ ଯୋଉ 5 ଜଣ ରାମ ଜନ୍ମ ହେଲେ ସେ 5 ଜଣଙ୍କ ବାପା ମା କିଏ କିଏ ଆଜ୍ଞା କପିଳ ସାରେ ମା ହେଲେ ରେଣୁକା ରେଣୁକା ବାପା ହେଲେ ଯମଦଗ୍ନି ଯମଦଗ୍ନି ଆଜ୍ଞା। ତାଙ୍କର 5ଟି ପୁଅ ଜନ୍ମ ହେଲେ ପାଞ୍ଚ ପୁଅ ଆଜ୍ଞା କାଳିରାମ ଏକ, ହଳିରାମ ଦୁଇ, ନୀଳରାମ ତିନି, ବଳିରାମ ଚାରି, ଭୃଗରାମ ପାଞ୍ଚ ଇଏ ହେଲା 5 ଜଣ ରାମ ଆଜ୍ଞା ଆଜି କଣ କହିଲୁ କାଲି କହିଥିଲି ମୋହିନୀ ଏକାଦଶୀ ଆଜ୍ଞା କାଲି ଥିଲା ମୋହିନୀ ଏକାଦଶୀ ଏକାଦଶୀ କାହିଁକି ତା ନାଁଟା ମୋହିନୀ ଏକାଦଶୀ ହେଲା ମୁଁ କହିଥିଲି କାଲି ଆଜ୍ଞା ଆଜି କଣ କହିଲୁ ଆଜି ପୁରା ମଙ୍ଗଳବାର କାଲି ଯଦି ଏକାଦଶୀ ଗଲା ଆଜି କି କଣ ଆଜି ଆଜି ସାର୍ କଣ ସିଏ କୋଉ ଜାଣିଛି ସେ ତ ତାର 12 ଓଭାର ନାହିଁ ଆଜି ମାଛ କରିଦେଲେ କହିଲା ଦଉନା ଖାଇଦେବି ଖାଇଲା ନା ଆରେ ମୁଁ ସବୁ ହଜବ ହବନି ରେ ପେଟ ଗରମ ବେଶୀ। ପିଠୁ ଖାଇଦେବି ଗରମ ପିଠୁ ହଁ, ମାଗଣା ଖିଆ ପୁରା ପାଲା ପାଲା କହିଛି ଆଜି ହଉଛି ଦ୍ୱାଦଶୀ କଣ ଦ୍ୱାଦଶୀ ଆଜ୍ଞା କଣ ତ ଅଦେଶୀ ଆଜି କି ଦ୍ୱାଦଶୀ ହଁ ଆଜି ହଉଛି ପରଶୁରାମ ଦ୍ୱାଦଶୀ ଆଜ୍ଞା କାଲି ଗଲା ମୋହିନୀ ଏକାଦଶୀ ଆଜ୍ଞା ଆଜି ହେଲା ପରଶୁରାମ ଦ୍ୱାଦଶୀ ହଁ କାହିଁକି ପରଶୁରାମ ଦ୍ୱାଦଶୀ ହେଲା ସାରେ କାହିଁକି ଶୁଣିବୁ କୁହନ୍ତୁ ଆଜିର ଦିନରେ ହଁ ପରଶୁରାମ ପାଇଥିଲେ ପରଶୁ 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 ପାଇଥିଲେ ପରଶୁରାମ ଆଜ୍ଞା ସେ ପରଶୁରାମ କିଏ ଇଏ ନା ରେଣୁକା ଏବଂ ଜମଦଗ୍ନିଙ୍କର ଯୋଉ 5 ପୁତ୍ର ଜନ୍ମ ହୋଇଥିଲେ ଏ 5 ପୁତ୍ରଙ୍କ ଭିତରେ ହଉଛନ୍ତି କନିଷ୍ଠ ପୁତ୍ର ହଁ ସାନ ପୁଅ ହଁ ଯୋଉ ସାନ ପୁଅ ଏ ସୂର୍ଯ୍ୟଙ୍କ ଠାରୁ ପାଇଥିବା ପରଶୁରେ ମାତୃ ହତ୍ୟା କଲେ ଆଚ୍ଛା କାହିଁକି ପରଶୁରାମ ମାତୃ ହତ୍ୟା କଲେ କାହିଁକି ପରଶୁରାମ କାହିଁକି ମାତୃ ହତ୍ୟା କଲେ ମୁଁ ଭାବୁଛି ପ୍ୟାଣ୍ଟ ସାର୍ଟ ଦେଇ ନଥିବେ ଏଇ ହିସାବରେ ମାରି ଦେଇଛନ୍ତି ଏଇ ହିସାବରେ ମାରି ଦେଇଥିବ କାହିଁକି ମାରିଦେଲେ ଏଇ ହିସାବରେ ମାରି ଦେଇଥିବ ଇଏ ତ ଜାଣିପାରୁନି ଚୁପ୍! ଆଜ୍ଞା ପରଶୁରାମ କାହିଁକି ମାତୃ ହତ୍ୟା କଲେ ସାରେ କାହିଁକି ତାର ବି ଗୋଟେ କାହାଣୀ ଅଛି ରାମାୟଣ ଭିତରେ ଆଚ୍ଛା ସେ କାହାଣୀ କଣ ଶୁଣ କୁହନ୍ତୁ ଜମଦଗ୍ନିଙ୍କର 5ଟି ପୁଅ ହଁ ପାଞ୍ଚ ପୁଅ ରେଣୁକାଙ୍କ ଦାୟିତ୍ୱରେ ଦେଇ ହଁ ପରଶୁରାମ ଚାଲିଗଲେ ତପସ୍ୟା କରିବା ପାଇଁ। ଆଚ୍ଛା ଆଚ୍ଛା ପରଶୁରାମ ଯେତେବେଳେ ତପସ୍ୟା କରିବା ପାଇଁ ଗଲେ ହଁ ରେଣୁକା ହଁ। ପିଲାମାନଙ୍କୁ ଧୀରେ ଧୀରେ ବଢଉଛନ୍ତି ଠିକ ଠିକ ପିଲାମାନେ ଯେତେବେଳେ ବଡ ହେଇଗଲେ ହଁ ତପସ୍ୟାରେ ଅଛନ୍ତି ଜମଦଗ୍ନି ହଁ ଗୋଟିଏ ଦିନ ରେଣୁକା ସ୍ନାନ କରିବା ପାଇଁ ଯାଇଛନ୍ତି ନଦୀ ଘାଟ ନଦୀ ଘାଟରେ ଦେଖିଲ ଜଣେ ଗନ୍ଧର୍ବ ହଁ ସେ ଗନ୍ଧର୍ବର ନାଁଟା ହଉଛି ଚିତ୍ରରଥ ଚିତ୍ରରଥ ଗନ୍ଧର୍ବ କନ୍ୟା ମାନଙ୍କ ସହିତ ଜଳ କ୍ରୀଡ଼ା କରୁଥିଲା ଇଏ ଜଳ କ୍ରୀଡ଼ା ଭିତରେ ରତି କ୍ରୀଡ଼ା ଚାଲିଥିଲା ରେ ଜଳ କ୍ରୀଡ଼ା ଦେଖି ରେଣୁକା ପରା ହେ ମନ ମଧ୍ୟ ବିଚାରିଲେ ରେଣୁକାଙ୍କର ହେ ପଣ୍ଡିତ ସମାଜ ଚରିତ୍ରିକ ସ୍ଖଳନ ଘଟିଲା ଭଲେ ଚିତ୍ରରଥ ଗନ୍ଧର୍ବ ସହିତ ଗନ୍ଧର୍ବ କନ୍ୟା ମାନଙ୍କର ଚାଲିଛି ଜଳ କ୍ରୀଡ଼ା ରଥ କ୍ରୀଡ଼ା ଚାଲିଛି ଆଜ୍ଞା ଆଜ୍ଞା ୟାକୁ ଦେଖି ସ୍ନାନ କରିବା ପାଇଁ ଯାଇଥିବା ରେଣୁକାଙ୍କର ଚାରିତ୍ରିକ ସ୍ଖଳନ ଘଟିଲା ଯେତେବେଳେ ଚାରିତ୍ରିକ ସ୍ଖଳନ ଘଟିଲା ଆଜ୍ଞା ଆଜ୍ଞା ସ୍ୱାମୀ ତ ତପସ୍ୟାରେ ଅଛନ୍ତି ହଁ। ଇଏ ତପସ୍ୟାରେ ସବୁ ଜାଣିପାରିଲେ ଧ୍ୟାନ ବଳରେ ଯେ ମୋ ପତ୍ନୀର ଚାରିତ୍ରିକ ସ୍ଖଳନ ଘଟିଲା ଆଜ୍ଞା ଆଉ କଣ ତପସ୍ୟା କରିବେ ତପସ୍ୟା ଭାଙ୍ଗିଲା ଆସି ଆଶ୍ରମରେ ପହଞ୍ଚି ଗଲେ ଦେଖିଲା ବେଳକୁ 5 ପୁଅ ଖେଳୁଛନ୍ତି ଡାକିଲେ କାଳିରାମ ହଳିରାମ ବଳିରାମ ନୀଳରାମ ଭୃଗୁରାମ ସମସ୍ତେ ଆସ ଆଜ୍ଞା ମୁଁ କିଏ ଆପଣ ହଉଛନ୍ତି ଆମ ପିତା ପିତାଟି ଆଜ୍ଞା ଆମ ଜୟ ବାବୁ ଗାଉନଥିଲେ ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ ପିତରି ପିତୃମାଙ୍ଗନ୍ୟ ପ୍ରିୟନ୍ତେ ସର୍ବଦେବତା ବାପା ହଉଛନ୍ତି ଦେବତାଙ୍କ ଠାରୁ ବଡ ଆଜ୍ଞା ଧର୍ମ ଠାରୁ ବଡ ବଡ। ଯଦି ମୁଁ ଦେବତା ମାନଙ୍କ ଠାରୁ ବଡ ଏଇ। ମୁଁ ଯଦି ଧର୍ମ ଠାରୁ ବଡ ହଁ। ମୁଁ ତମକୁ ଆଦେଶ ଦଉଛି ତମ ଜନ୍ମଦାତ୍ରୀ ମା ରେଣୁକା ସେ ଗୋଟେ ଭ୍ରଷ୍ଟା ନାରୀ ଗୋଟେ ଚରିତ୍ରହୀନ ନାରୀ ତାକୁ ତମେ ସଙ୍ଗେ ସଙ୍ଗେ ହତ୍ୟା କର ରେ
କରିବା ପାଇଁ ଋଷି ପୁତ୍ରଙ୍କୁ ଆଦେଶ ଦେଲେ ପିତାଙ୍କୁ ଆଦେଶ ଚାରି ପୁତ୍ର ପରା ପାଳନ ଯେ ନ କରିଲେ ଜମଦଗ୍ନି ଆଦେଶ ଦେଲେ ପାଞ୍ଚ ପୁତ୍ରକୁ ଜନ୍ମଦାତ୍ରୀ ମା ରେଣୁକାଙ୍କୁ ହତ୍ୟା କରିବା ପାଇଁ କିନ୍ତୁ କପିଳ ଚାରି ଜଣ ପୁଅ ପଶ୍ଚାତପଦ ହେଲେ କିଏ କାଳିରାମ ହଳିରାମ ବଳିରାମ ନୀଳରାମ କିଏ ପାଞ୍ଚ ଜଣ ଯାକ ପଛ ଘୁଞ୍ଚା ଦେଲେ କିନ୍ତୁ ହତ୍ୟା କଲା ଜଣେ ଯାହାଙ୍କ ନାମ ହଉଛି ପରଶୁରାମ ବା ଭୃଗୁରାମ ଦୁଇଟି କଥା ଗୋଟିଏ ରାମାୟଣ କହୁଛନ୍ତି ଯେ ପରଶୁରାମ ଯେତେବେଳେ ମାତୃହତ୍ୟା କରିଦେଲେ ଜମଦଗ୍ନି ଚାରି ପୁଅକୁ ଯୋଉ ଚାରି ଜଣ ହତ୍ୟା ନ କରି ପାରିଲେ ତାଙ୍କୁ ସେ ପାଷାଣ କରିଦେଇଛନ୍ତି କିନ୍ତୁ ଅନ୍ୟ ରାମାୟଣ କହନ୍ତି ପରଶୁରାମକୁ ଆଦେଶ ଦେଇଛନ୍ତି ପୁଣି ଥରେ କିଏ ଜମଦଗ୍ନି କହିଲେ ମାକୁ ତ ମାରିଲୁ ଚାରିଟା ଯାକ ଭାଇକି ହତ୍ୟା କର ତେଣୁ ପରଶୁରାମ ମଧ୍ୟ ଚାରି ପୁଅଙ୍କୁ ଚାରି ଭାଇକି ହତ୍ୟା କରିଛନ୍ତି ଆଚ୍ଛା ସେ ଯାହା ହଉ ଏମାନେ ପାଷାଣ ହୁଅନ୍ତୁ কিবা মৃত্যুবরণ করন্তু রেণুকা মলে চারি পুଅ যাক মৃত্যুবরণ কলে বা পাষাণ হেলে জমদগ্নি পরশুরামକୁ ডাকিলে কলে বৎস তো কার্যরে মো অতিপ্রীত মু অত্যন্ত সন্তুষ্ট এবে কহ যাহা মোর মাগিবু তোতে দেবি এপরিকি যদি ইন্দ্রপদ চাহিবু তোতে ইন্দ্রপদ দেই পারে কিন্তু পরশুরাম কোন সেদিন ইন্দ্রপদ মাগিলে পরশুরাম হাত যোড়িলে ডাকিলে বাবা যদি প্রকৃতরে আপন মোর কর্তব্যরে শান্ত কর্তব্যরে সন্তুষ্ট মো কর্মর যদি আপন তৃপ্ত অনুভব করিছন্তি তাহলে মোর গোটিয়ে বড় দরকার নাই ইন্দ্রপদ দরকার নাই ইয়া তিনি বড় পিতা মতে করিব প্রদান ভাইয়া বনা ভাইয়া বনা তুলি ভাই দেলে জমদগ্নি জানাবো ভাইয়া বনা ভাইয়া বনা কিন্তু মোর গোটিয়ে বড় দরকার নাই বাবা মতে তিনিটি বড় দিয়ন্তু জমদগ্নি কলে তথাস্তু তোতে দেবী তিনিটি বড় কহণ কহ কি বড় মাগুছু মাগ পরশুরাম কোন বড় মাগিলে হাত যোড়িলে ডাকিলে বাবা মো প্রথম বড় মো মা কু হত্যা করিছি জগতরে মা ভলি কেহি না কি মা ভলি হবো মা ভলি কেহি না কি আছে কইলু আর স্ত্রী কোন মোর ঘাস কাটি দিব কোন জানছন্তি আজ্ঞা ও তু কোন জানিবি তোর স্ত্রী থিলে সিনা জানো তাকো স্ত্রী বলে স্ত্রী মিলি সেটা হলো আজ্ঞা কোন র তো মা বড় না তো স্ত্রী বড় ମୋ ସ୍ତ୍ରୀ ନା ମୋ ମା ଠୁ କେତେ ବଡ ନା ଆଉ ତାଙ୍କ କଥା କାହିଁ କହୁଛନ୍ତି ଆଜ୍ଞା ଆଉ ତାଙ୍କ ସ୍ତ୍ରୀ କି କହିଲା ବେଳକୁ ତାଙ୍କ ମା କହିଲା ବେଳକୁ ମାଟା ଆଜ୍ଞା ମାଟା ସ୍ତ୍ରୀ କହିଲା ବେଳକୁ ତାଙ୍କୁ ନନ କଲେ ସେ ଖରାପ ଭାବିବେ କପିଳ ମା ଭଳିଆ ସ୍ତ୍ରୀ ହବ କିରେ କଣ ମା ଡକ୍ଟର ମାଧର ମାନସିଂ ଲେଖି ନାହାନ୍ତି କଣ କଲେ ମା ସିନା ଜାଣେ ଏ ସନ୍ତାନ ବେଦନା କାହାକି ଜାଣି ବାବା ହୋ ଭଲା କାହାକି ଜାଣି ବାବା ହୋ ଗରିବ ଜାଣ ଗରିବ ବେଦନା ଗରିବ ଜାଣ ଗରିବ ବେଦନା କାହାକି ଜାଣି ବାବା ହୋ ଭଲା ରେ କାହାକି ଜାଣି ବାବା ହୋ ଡକ୍ଟର ମାଧର ମାନସିଂ ଲେଖିଦେଲେ ପୁରା ମା ସିନା ଜାଣେ ସଂସାର ସନ୍ତାନ ବେଦନା କାହାକି ଜାଣିବ ବହୁ କପିଳ ତୋ ମା ଯାହା ଜାଣିବ ତୋ ସ୍ତ୍ରୀ ଜାଣିପାରିବନି ରେ ଜାଣିପାରିବନି ମାଧର ମାନସିଂ କହିଲେ ଯେମିତି ଗୋଟେ ଗରିବ ଲୋକ ଗରିବ ଦୁଃଖ ଗରିବ ବୁଝିବ ନା ଗରିବ ଦୁଃଖକୁ କୋଟିପତି ପିଲା ବୁଝିବ ନାଇଁ ଗରିବ ଦୁଃଖ ହିଁ ଗରିବ ବୁଝିବ ଗରିବ ଦୁଃଖ ଯେପରି ଗରିବ ବୁଝିବ ଠିକ ସେଇପରି କପିଳ ଜଣେ ସନ୍ତାନର ଦୁଃଖକୁ କେବଳ ମା ବୁଝିବ ଆଉ କେହି ବୁଝିପାରିବ ସାରେ ଆପଣ ମା କଥା ତ କହିଲେନି ମୋ ମା ମୋ ପାଇଁ କଣ କରିଛି ଖାଲି ଦି ଧାଡି କହିଲେ ଏ କପିଳ ତୋ ମା ଏଇଆ କରିଛି କଣ କରିଛି ମୋ ମା ତାଙ୍କ କଥା କହିଲେ ମୁଁ ପାଲା ଧରି ପଳେଇବି ମା କଥା କୋଉଠି କହିପାରିବ ଭସା ପଇସା ଝିଅ ଘରୁ ନେଇକି ରଖିବ ମତେ ନୁହେଁ ଦେବନି ମୋ ପାଇଁ ମାକୁ ମୋର କହିବ
ଯେତେବେଳେ ତୋ ମା ଭତ୍ତା ପାଉଛି ଆଜ୍ଞା ତୋ ବାପା ଭତ୍ତା ପାଉଛି ଆଜ୍ଞା ତତେ କାଇଁ ଭତ୍ତା ପଇସା ଦଉନି ହଁ ଏଇଆ ତ ମୋ ରାଗ ସେଇଠି ଆପଣ ବୁଝି ପାରିବେନି ମୋ ଘରକୁ ତ ଆପଣ ଦିନ ଯିବାନି କିଛି ଆରେ ତୋ ଘରକୁ ମୋର ଯିବା କଣ ଦରକାର କଲେ ଆପଣ କହିବା ପଡାଉନି କି ଏ କପିଳିକୁ ଦି ପଇସା ଦିଅ କପିଲଟା ଭିକାରୀ ତ ପଇସା ରୋଜଗାର କରୁନି ଅକର୍ମାଟା କୋଢିଆଟା ତେଣୁ ତାକୁ ତମ ଭତ୍ତା ପଇସାରୁ ଦିଅ ମୁଁ କାହିଁକି ଭଲ ପାଇବି ଆମ ସ୍ତ୍ରୀ ତ ତାଙ୍କ ବାପ ଘରୁ ଗଲେ କେତେ ଆଡେ ପଣସ ବାଜାମ କପିଳ ତୋ ମା ଭଳି ଯାହା କଲେ ତୋ ମା ଭଳି ତୋ ସ୍ତ୍ରୀ ହବନି ତଥାପି ମୋ ମା କଣ କରିଛି କଣ କରିଛି ଆଜ୍ଞା ଆଜ୍ଞା କଣ କରିଛି କୁହନ୍ତୁ ଶୁଣିବୁ କୁହନ୍ତୁ ଗୋଟିଏ ପଦ ହଁ କବି କିଏ କିଏ ଜଣେ ସଂକୀର୍ତ୍ତନ ଗାୟକ ଆଜ୍ଞା ସଂକୀର୍ତ୍ତନ ଗାୟକ ହଁ ନୟାଗଡ଼ ଇଟାମାଟି ପାଖରେ ଘରଟା ଆଜ୍ଞା ନାଁଟି ହଉଛି କଣ ଜାଣିଛୁ ତାଙ୍କର ଉପାଧି ଅଛି ସଂକୀର୍ତ୍ତନ ଗଣେଶ ଆଜ୍ଞା ସେ କିଏ କହିଲୁ ଭାଗବତ ପ୍ରଧାନ ଭାଗବତ ପ୍ରଧାନ ଲେଖି ନାହାନ୍ତି କଣ ଲେଖିଲେ ବୋଲେ ପେଟେ ଖାଇଥିଲେ ମୋଟେ ଖାଇ ନାହିଁ ପେଟେ ଖାଇଥିଲେ ମୋଟେ ଖାଇ ନାହିଁ ମା କହୁଥିବ ପେଟେ ଖାଇଥିଲେ ମୋଟେ ଖାଇ ନାହିଁ ମା କହୁଥିବ ମା କହୁଥିବ ଖାଇବା ମାଗିଲେ ଭାଇଲା କହିଲା ଉଠୁ ଉଠୁ ଯା କପିଳ ଗୋଟିଏ ମା ଆଉ ତୋ ସ୍ତ୍ରୀ ସାର୍ ମତେ ବୁଝାନ୍ତୁ ତୁ ଯଦି ପେଟେ ଖାଇ ଦେଇଥିବୁ ଆଜ୍ଞା ମାନେ ଭାତ ବାଢି ଦେଇଥିବ ମା ମା ଦୁଇ ଚାରି ଥର ଖାଇବୁ କହିବୁ ମା ମୋ ପେଟ ପୁରିଗଲା ପୁରିଗଲା ମା ମତେ କହିଲୁ ଜଗତରେ କୋଉ ମା ଅଛି କହିବ ଉଠିକିରି ପଳା ନା ଯେତେ ପେଟ ପୁରି ଥାଉ ବଳେଇକିରି ଖୋଇବା ଲୋକ ହଉଛି ମା ମା ଆଉ ତୋ ସ୍ତ୍ରୀ ବିଞ୍ଚିବେ ବିଞ୍ଚି ପକେଇବେ ସମାଳି ପାରିବେ ମା ସେଇ ବରଣ୍ଡାରେ ବସିକିରି ଅନଉଥିବ ଗରମ ଭାତରେ ବାମ୍ଫ ବାହାରୁଥିବ ମା ମୋ ସ୍ତ୍ରୀ ଖାଲି ବିଞ୍ଚି ପକେଇବ କୁଲାରେ ବିଞ୍ଚିବ ଫ୍ୟାନ୍ ନଥାଉ କାହିଁକି ବିଞ୍ଚୁଛି କିରେ କାହିଁକି ବିଞ୍ଚୁ ଭାତ ଗରମ ହେଇଯାଇଛି ନା ନା ସେ ଭାତ ଗରମ ଯେ କାହିଁକି ତତେ ବିଞ୍ଚିଲା ମୁଁ ସବୁ କଥା କହିବିନି ମୋ ସ୍ତ୍ରୀ ଯଦି ଏ ପାଲା ଶୁଣେ ତାଙ୍କୁ ବାଧିବ ये जो रेकर्डिंग होची रेकर्डिंग टा कोठी को चैनल रे छाड़ीबे यूट्यूब रे मते कहबे मु ता स्त्री की लेकर सुनेबी ताको गां लोकन का हाथ काटी दबा बेको का मो बेको आया कपिल सारे आमे जते बेले मैट्रिक पढुतलु सेते बेले गुटाए गल्प आ एकांकिकार गुटाए विषय थिला अच्छा विषयटी कोन आया बेकार बेकार जुबो से रहब काय बोल बोल तू तो मूर्खटा तू कोन जानिछु कोन से विषयटा थिला बेकार बेकार माने ता नाटा थिला बेकार गल्प आज्ञा आज्ञा बेकार गल्प रे गुटाए कथा लेखा थिला कथारी कोन आबे परसु जाबे परसु बाबू परसुराम पैसा क्या न करे काम आज्ञा जदि तो स्त्री की नहीं पैसा न दबु सर तू धर पैसा पकेट रे पुरे नेलु आज्ञा 5000 10000 जहा पालर भाग पड़ला आज्ञा आज्ञा जदि तो स्त्री की न दे तो मां को दे दबु सरी वाला आज्ञा सेता ब्याग पत्र धरता बाप और पळेबो ता माने तो स्त्री काहे की बिंचुची तू बुझी पालु सारे पैसा पाई हां केवल पैसा पाई आउ तो मां 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 तू कोदन पैसा देचु नुए कोदन देचु ना जदि पड़ी जिबु कोटी खंडिया ही गला आज्ञा जदि बुढ़ा तो हेचु आजी आज्ञा तथापि तो मां आखिया गरे तू छुआ ठीक कथा मेडिकल पड़थिल मां घोसी दउथिल आज्ञा मो स्त्री दिनक पाई जाईनी तेणु जगत भितरे मां भली कही होबनी आज्ञा से दिन परशुराम हाथ को जोड़िले हां जते बेले डाकिले कोन बर मागुछु आगे तीनोटी बर मागिले आज्ञा परशुराम हाथ को जोड़िले कहले बाबा मो प्रथम बर हां हां जो मां को मो हाथ रे मु आज हत्या करिछि से मरिथिबा मां को आपण परा जीवन न्यास देई देबे हो देई दे